ସବୁବେଳେ ଥଣ୍ଡା ହେଉଛି ଇଚ୍ଛା ହେଉଥିଲା मतलब ଯାଇକି ଖାଲି ବ୍ଲାଙ୍କେଟ୍ ପଶିକି ବସିବାକୁ ତ ସେମିତି ତ ଭାଗ୍ୟ ଆମମାନଙ୍କର ନାହିଁ ତ ମୁଁ ଚଲେ ଯାଉଛି ଟିକେ ସେଙ୍କା ସେଙ୍କି ହେଇଯିବା ତ ସେଙ୍କିଲା ବେଳକୁ ଭାବିଲା ନାଇଁ ଖାଲି ଖାଲି କାହିଁ ଚୁଲି ଯିବା ଆମ ସ୍ତ୍ରୀ ଲୋକମାନେ ଗୋଟେ ହାତରେ ଦୁଇଟା କାମ କରିବା ଗୋଟେ ଆଦତ ତ ମୁଁ କହିଲି ନା ଏଥିରେ ଭାତ ବସିଥିବା କାହିଁକି ବହୁତ ଦିନରୁ ମୁଁ ଏଥିରେ କରିନଥିଲି ବହୁତ ଦିନ ମାନେ ବହୁ ବର୍ଷରୁ କରିନି ଗଲା ବର୍ଷ ଚାହିଦା ଏଇ ଡିସେମ୍ବର କରିଥିଲି ଏ ବର୍ଷ ଏଇ ଡିସେମ୍ବରକୁ ବାହାର କଲି ତ ଭାତ ହେଇସାରିଲା ପରେ ତାପରେ ଏଠି ବସିଲେ ତରକାରୀ ଅଛି ଫୁଲକୋବି ଆଳୁ କଷା ଯାହା ନଡ଼ିଆ ରସ ପକେଇକି କରିବି ଚାଲନ୍ତୁ ଦେଖିବା ତ ଫୁଲକୋବି ଭଲ ଭାବରେ କାଟି ନେବି କାହାକୁ ପନିକିରେ ଭଲ ଲାଗେ କାଟିବା କାହାକୁ ଛୁରୀରେ ତ ମୋତେ ତ ସତ କଥା ପନିକିରେ ଭଲ ଲାଗେ ତ ତାକୁ ମୋର ସବୁ କଟା ହେଇଗଲା ତାପରେ ଆସିଲା ତେଲ ପାଣି ଟିକେ ପକେଇଲି କାହିଁକିନା ନଡ଼ିଆ କୋରାଟା ତା ଦେହରେ ପକେଇବି ନଡ଼ିଆଟା ପକେଇକି ତା ଦେହରେ ଚକଟା ଚକଟି ହେଇଗଲା ପରେ ତାକୁ ପରେ ତରକାରୀ ୟୁଜ୍ କରିବି ତ ଏଠି ଲୁଣ ହଳଦୀ ଟିକେ ଗୋଳେଇ ନେଲି ଗୋଳେଇ ସାରିଲା ପରେ ଟିକେ ତେଲରେ ତାକୁ ଭାଜିଦେବି ଭଜା ହେଲା ପରେ ଆଉ ସତ କଥା ହେଲା ଆଗରୁ ଯେଉଁ ଆମେ ପିଲାବେଳେ ଯେଉଁ ମାଟି ହାଣ୍ଡିରେ ଖାଉଥିଲୁ ବା ଚୁଲିରେ ରୋଷେଇ କରି ଖାଉଥିଲା ତାର ମଜାଟା କିଛି ଅଲଗା ତ ସତ କଥା କହିଲେ କାହାକୁ ମାଟି ହାଣ୍ଡିରେ ରୋଷେଇ ତ ଚୁଲାରେ ରୋଷେଇ ଭଲ ଲାଗେନି ସମସ୍ତଙ୍କୁ ଭଲ ଲାଗେ ତ ଆଜିକାଲି ବ୍ୟସ୍ତ ଜୀବନରେ କାହା ପାଖରେ ଟାଇମ୍ ନଥାଏ ଏସବୁ କରିବାକୁ ਪਰ ଯେହେତୁ ପିଲାଙ୍କର ସ୍କୁଲ୍ ଛୁଟି ହେଇଛି ମୋ ପାଖରେ ବି ଟାଇମ୍ ଥିଲା ପିଲାମାନେ ବି ଚାହୁଁଥିଲେ ଟିକେ ବାହାରେ ଭୋଜି କରିବା କିନ୍ତୁ ଆମର ଏଠି ତ କେହି ନାହାନ୍ତି ଯେ କାହା ସହିତ ଭୋଜି କରିବାକୁ ଯିବା ଆଉ ଭୋଜି ସାଧାରଣତଃ କଲେ ସମସ୍ତେ ଆମିଷ ଦେବେ ଯେହେତୁ ତ ଆମେ ଆମିଷ ଖାଉନୁ ତ ଆମ ଭୋଜି ଘରେ ତ ମୁଁ ଏଠି ଘରେ ରହିକି ଭୋଜି ବି ହେଲେ ସମସ୍ତେ ମନ ଖୁସି ତ ମୋର ଆଳୁଟା ଛଣା ହେଇଗଲା ତାପରେ ହେଲା ଫୁଲକୋବି ବଡ଼ ବଡ଼ ପିସ୍ କରି ନେଇଛି କରିସାରିଲା ପରେ ଦେଖନ୍ତୁ ଫୁଲକୋବି ଯେଉଁ ମଝିର ତ ପାଟଟା ଥାଇନି ତ ତାକୁ ମୁଁ ପକେଇ ଯେଉଁଟା ମୋତେ ଖାଇବାକୁ ଭାରି ଭଲ ଲାଗେ ତାର ଲୁଣ ହଳଦୀ ପକେଇ ତାକୁ ବି ଭାଜିଦେଲି ବେଶୀ ଭଲ କି ଭାଜି ସାରିଲା ପରେ ତାକୁ ଭଲ ଭାବରେ କାଢ଼ିଦେବି ଘୋଡ଼େଇ ଦେଇଥିଲି ତାର ଭଲ କି ଭଜା ହେଲା ପରେ କାଢ଼ିଦେବି ସତ କଥା ଏଥିରେ ଧୂଆଁ ଏତେ ହେଉଛି ନା ମୋ ଆଖି ଫାଖି ପୁରା ଜଳି ଯାଉଛି ମୁଁ କ'ଣ ମୁଁ ଆଜି କାହିଁ ଏତେ ରୋଷେଇ କରୁଛି ସତରେ ଆଖି ଏତେ ପୋଡ଼ା ହେଉଛି ନିଆଁ मतलब ଗ୍ୟାସ୍ରେ ଆମେ ସିମ୍ କରିବା ସିଷ୍ଟମ୍ ହେଉଛି ਪਰ ଏଥିରେ ନାହିଁ ଫଟାଫଟ ଚୋଳୁଛି କରିବାକୁ ପଡ଼ୁଛି ତ ଟିକେ ତେଲ ପକେଇଲି ଜିରା ପକେଇ ସାରିଲା ପରେ ତେଲ ପକେଇ ଚିନି ପକେଇଲି ତା ତେଜପତ୍ର ଜିରା ଟିକେ ତା କଞ୍ଚା ଲଙ୍କା ଅଦା ଛେଞ୍ଚା ଟିକେ ପକେଇ ସାରିଲା ପରେ ତାକୁ ଭଲ ଭାବରେ ଚଲେଇଦେଲି ତାପରେ ଟମାଟୋ ଅଦା କଞ୍ଚା ଲଙ୍କାର ପେଷ୍ଟ ପକେଇଲି ଧନିଆ ପାଉଡ଼ର ଲଙ୍କା ପାଉଡ଼ର ହଳଦୀ ପାଉଡ଼ର ପକେଇ ସାରିଲା ପରେ ଭଲ କଷିଲା ପରେ ହେଙ୍ଗୁ ପକେଇଲି ତା କସ୍ତୁରୀ ମେଥି ପକେଇ ସାରିଲା ପରେ ସେ ପରିବାଟାକୁ ପକେଇଦେଲି ପକେଇ ସାରିଲା ପରେ ତାକୁ ଭଲ ଭାବରେ ଚଲେଇଦେବି ଏଠି ଯେଉଁ ଗରମ ନିଆଁ ତାତିଛି ନା ବାପରେ ବାପ ମୋତେ ମାନେ ଯାହା ତ ରୋଷେଇରେ ମଜା ଲାଗିଲା କିନ୍ତୁ ତା ସହିତ ବି ଯେଉଁ ନିଆଁ ଚାଙ୍କ ବେଳକୁ ହାତକୁ ଲାଗିଯାଉଥିବା ମୁଁ କହିଲି କାହିଁ ମୁଁ କରୁଛି ତ ତାକୁ ଭଲରେ ପାଣିରେ ଚକଟି ଦେଲେ ଚକଟି ସାରିଲା ପରେ ତାକୁ ପକା ସତ କଥା ନା ଚୁଲିରେ ରୋଷେଇ କରିବା ମଜାଟା ବହୁତ ବଢ଼ିଆ ଲାଗେ ମୋତେ ଏତେ ଖୁସି ଲାଗିଲା ଚୁଲିରେ ରୋଷେଇ କରିକି ସତ କଥା ଯେଉଁ ମାନେ ସବୁଦିନ ଆମେ ଗ୍ୟାସ୍ ରୋଷେଇ କରିକି ଖାଉଛୁ ପୁରା ଗୋଟେ ଦିନ ଚୁଲିରେ ରୋଷେଇ କରି ଖାଇବାନି ଏତେ ମଜା ଲାଗିଲା ସେ ଆନନ୍ଦ ହିଁ ନ କହିବା ହିଁ ଭଲ ତ ଦେଖନ୍ତୁ ତାପରେ ମୋର ସବୁ ହେଇସାରିଲା ପରେ ଧନିଆ ପତ୍ର ପକେଇଦେଲି ଧନିଆ ପତ୍ର ପକେଇ ଟିକେଟା ଘରେ ତିଆରି ଗରମ ମସଲା ଟିକେ ପକେଇଲି ତ ପକେଇ ସାରିଲା ପରେ ତରକାରୀଟା ପୁରା ହେଇଯାଇଛି ଏକଦମ ତାର ବାସ୍ନାଟା ନା ସତ କଥା ପିଆଜ ରସୁଣ ପଡ଼ିନି କିନ୍ତୁ ଟେଷ୍ଟରେ କୌଣସି କମ୍ପ୍ରମାଇଜ୍ ନାହିଁ ଏତେ ବଢ଼ିଆ ରେଷ୍ଟୁରାଣ୍ଟ ଭଳିଆ ତ ତାକୁ ମୁଁ କହିଲି ଯାଉଛି ଟିକେ ଟେଷ୍ଟ କରିବା କେମିତି ଲାଗୁଛି ତ ଟେଷ୍ଟ କଲି ତ ଟେଷ୍ଟ କରି ଟିକେ କାଢ଼ି ନେବି କାଢ଼ି ସାରିଲା ପରେ ମୁଁ ଟେଷ୍ଟ କଲି ତ ମୋ ହଜବେଣ୍ଡକୁ କହିଲି କି ନା ତୁମେ ଟେଷ୍ଟ କରିବ ସେ କହିଲେ ନାଇଁ ନା ମୁଁ କହିଲି ଚାଲ ମୁଁ ଟିକେ କରିକି ଦେଖାଉଛି ତ ସତରେ ଟେଷ୍ଟଟା ଏତେ ବଢ଼ିଆ ହେଇଥିଲା ନା